জয় জগন্নাথ। ବହୁତ ଭଲ ଦିନ ଆଜି, ଯୋଉଟା କି ସଂକ୍ରାନ୍ତି ଏକାଦଶୀ ଦିଟାଙ୍କ ଗୋଟିଏ ଦିନରେ। ମହାପ୍ରଭୁ ଧବଳେଶ୍ୱରଙ୍କ ସଂକ୍ରାନ୍ତି, ଜଗନ୍ନାଥ ମହାପ୍ରଭୁଙ୍କର ଏକାଦଶୀ। ତେଣୁ ଶରୀରରେ ଯେତେ କଷ୍ଟ ଥାଉ ଜଣା ପଡୁନି ଯେ ଆମେ ଜଗନ୍ନାଥ ପାଖକୁ ଯାଉଛୁ। ଅତି ପ୍ରିୟ ମଣିଷ ଜଣେ ସାଙ୍ଗରେ ବି ଅଛନ୍ତି, ନିକନଟ ବହୁତ ପ୍ରିୟ। ତା ସହିତ ବୀରନନା ଅଛନ୍ତି ସାଙ୍ଗରେ। ଜୟ ଜଗନ୍ନାଥ। ଏଇ ଆବାଜ ଜୋରରେ ହବ ନା, ଏତେ ସ୍ଲୋ ଜୟ ଜଗନ୍ନାଥ। ଏଇ ଆବାଜଟା ଶରୀର ସବୁ କଷ୍ଟ ନେଇଯାଏ। ପ୍ରଭୁଙ୍କ ନାଁ ସେଥିରେ ଏତେ ପାୱାର ଅଛି, ଏତେ ଶକ୍ତି ଅଛି, ସେଟା ସମସ୍ତେ ବୁଝିପାରିବେନି। ଯିଏ ପ୍ରଭୁଙ୍କୁ ସେତିକି ମାନେ, ମହାପ୍ରଭୁଙ୍କୁ ସେତିକି ବିଶ୍ୱାସ କରେ, ସେଇ ଲୋକ ଜାଣିପାରିବ ଆ ଦେହରେ ଆବାଜ ଅଛି। ଏ ଆବାଜ ଦେହରେ, ଜୟ ଜଗନ୍ନାଥ ଆବାଜ ଦେହରେ କେତେ ଶକ୍ତି ଅଛି, କେତେ ପାୱାର ଅଛି, କେହି ବୁଝିପାରିବେନି। ସେ ଶରୀର ଯେତେ କଷ୍ଟ ଥାଉ, ଆଜି ମିକ ନାୟିକା ବହୁତ ପରିଶ୍ରମ କରିଛନ୍ତି, ଏତେ ପରିଶ୍ରମ ଯେ ସେଟା ଯେମିତି ଆବାଜରେ କେହି ବୁଝିପାରିବେନି। ସେ କଷ୍ଟ ଯିଏ ବସିକି ଦେଖିବ ସେ କଷ୍ଟ ବୁଝିପାରିବ। ତା ଦେହରେ ବି ଏ ଯୋଉ ଜୟ ଜଗନ୍ନାଥ, ଏ ଯୋଉ ଆବାଜ, ବୀରନନା ତ ଆଉ କିଛି କହିବିନି। ସିଏ ତାଙ୍କର ସଂକ୍ରାନ୍ତି ଯେହେତୁ ସକାଳ ନୁହଁ, ରାତି 4ଟାରୁ ବୋଧେ ସେ ଆଜି ପୂଜା ଷ୍ଟାର୍ଟ କରିଥିବେ, ସାରିକି ସନ୍ଧ୍ୟା 7ଟାରେ ସାରିଥିବେ। ଯେତିକି ତାଙ୍କର ଯଜମାନ ଅଛନ୍ତି, କି ଯେହେତୁ ବ୍ରାହ୍ମଣ ଲୋକ, ତା ଦେହରେ ସିଏ ବାହାରିଛନ୍ତି କଣ, ଏଇ ଯୋଉ ଆବାଜ ଜୟ ଜଗନ୍ନାଥ ଯୋଉ ଆବାଜ। ତେଣୁ ପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ, ସମସ୍ତେ କୃପା ହଉ। ପ୍ରଭୁ ଜଗନ୍ନାଥ, ବାବା ଧବଳେଶ୍ୱର ସମସ୍ତଙ୍କୁ ଭଲରେ ରଖନ୍ତୁ। ଜୟ ବାବା ଧବଳେଶ୍ୱର।
ସେବକ ରଙ୍ଗ ପାନ କରି